एबे अनुरोध करुछि निरंजन भाई को जे तांकर आलोचना आरंभ करिवे। निरंजन भाई। Open my mind, my heart, my life to your light, your love, your power in all things. May I see the divine. Shri Aravind Mira मोर मन मोर हृदय मोर जीवन को तुमरी आलोक तुमरी प्रेम तुमरी शक्ति द्वारा शक्ति प्रति उन्मेलित कर सकल वस्तुरे मु जेपरी भगवान को दर्शन करि पारे। आजिर एई समारोह रे उपस्थित थिवा समस्त मातृप्रेमी भाई भौणी मानकु मां का आशीर्वाद और सुरक्षा जनाऊँ। आजिर विषय रही जीवन जंगलर जंतु सकल। आमे जो जंगल कथा एठी कहूचे यह प्राकृतिक जंगल कथा नुहे। प्राकृतिक जंगलर जंतु सबू बाघ भालू सिंह हाथी हरिण साप गधिया प्रभु। किंतु आमर ए जंगल संसार जीवनर जंगल। संसार जीवन जंगलर जंतु बा जीव माने होउछन्ति मनीष। जेपरि प्राकृतिक जंगलर जंतु मानक मध्यरे सिंह बाघ भालू प्रभृति थांती सेहीपरि जीवन जंगलर संसार जीवन जंगलर जंतु मानक मध्यरे थांती तम प्रधान मनीष रज प्रधान मनीष और सत्व प्रधान मनीष। आओ जीवन जंगल मनीष रूपी तीनोटी जंतु कथा यही तीन प्रकार जंतु कथा बाहर रूपटा समान है पारे किंतु भीतर गुण नहीं आमे तांको तीनोटी नाम रे नामित करुचे। तम प्रधान रज प्रधान सत्व प्रधान यही तीनोटी गुण भितरे सबु साधारण मनुष्यर भल मंद गुण पूरी रही। आमर आजिर आलोचना रे आमे एमानकु आज
ଡକାୟତ ରୂପରେ ଡାକୁ ରୂପରେ ଚିତ୍ରିତ କରିବା। ଏଇମାନଙ୍କୁ ନେଇ ଗୋଟିଏ ଘଟଣାର ଅବତାରଣା କରିବା। କାରଣ ତା ମାଧ୍ୟମରେ ସହଜରେ ବୁଝି ହେବ ଏମାନଙ୍କର ସବୁ କାର୍ସାଦି। କର୍ମକ୍ଲାନ୍ତ ସୂର୍ଯ୍ୟ ଚାରିଆଡେ କିରଣ ପ୍ରଦାନ କରି କରି ବୁଲି ବୁଲି ପଶ୍ଚିମ ଆକାଶରେ ତାଙ୍କ ବିଶ୍ରାମ ଗୃହର ଦରଜା ନିକଟରେ ପହଞ୍ଚି ଗଲେଣି। କବାଟ ଖୋଲି ଭିତରକୁ ପଶିଗଲେ ଚାରିଆଡେ ଅନ୍ଧକାରର ଛାୟା ମାଡ଼ିଯିବ। ଜଙ୍ଗଲ ପଥର ପଥିକଟି, ଜଙ୍ଗଲ ଭିତରେ ଜଣେ ପଥିକ ଯାତ୍ରା କରୁଛି। ତା ଆଶ୍ରୟ ଗୃହରେ ପହଞ୍ଚି ନାହିଁ ଏପର୍ଯ୍ୟନ୍ତ। ଜଙ୍ଗଲ ପଥ ତାର ସରି ନାହିଁ। ସେ ବହୁତ ଦ୍ରୁତ ପଦରେ ଚାଲିବାକୁ ଲାଗିଛି, କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ତାର ନିରାପଦ ଆଶ୍ରୟସ୍ଥଳରେ ପହଞ୍ଚି ପାରିଲା ନାହିଁ। ସୂର୍ଯ୍ୟ ତାଙ୍କ ବିଶ୍ରାମ ଗୃହରେ ପ୍ରବେଶ କରି ଦରଜା ବନ୍ଦ କରିଦେଲେ। ତାଙ୍କ ସ୍ୱର୍ଣ୍ଣାଭ ଛଟା ଲୁଚି ଯାଇ ସନ୍ଧ୍ୟାଭ୍ର କୃଷ୍ଣ ଛାୟାରେ ସବୁ ଆବୃତ ହେଇଗଲା। ଏହି ସମୟରେ ପଥିକଟି ପାଖରେ ଥିବା ସମସ୍ତ ଧନ ଡକାୟତ ମାନଙ୍କ ଦ୍ୱାରା ଅପହୃତ ହେଲା। 3 ଜଣ ଡକାୟତ, ଗୋଟିକର ରୂପ କଳା, କୁତ୍ସିତ, ବିଭତ୍ସ, ପୃଥୁଳକାୟ, ବଡ଼ ବଡ଼ ନିଶ, ଡିମା ଡିମା ଆଖି, ମାତାଲ ହେଇ ଯେମିତି ଟଳୁଥାଏ। ଆଉ ଗୋଟିଏ ଡାକୁ ଖୁବ୍ ତେଜଦୀପ୍ତ, ଶକ୍ତିମନ୍ତ, ଚଞ୍ଚଳ, ଅସ୍ଥିର। ତାରି ବାହୁବଳ ଉପରେ ଯେପରି ଅନ୍ୟ 2 ଜଣ ନିର୍ଭର କରୁଛନ୍ତି। ଆଉ ତୃତୀୟ ଡାକୁଟି ସ୍ଥିର, ଅଚଞ୍ଚଳ, ବୁଦ୍ଧିମାନ, ସୂଚିମନ୍ତ, ଉଦାର, ଦୟା ଓ କ୍ଷମାଯୁକ୍ତ, ଅପେକ୍ଷାକୃତ ସୁନ୍ଦର ଚେହେରା ବିଶିଷ୍ଟ। ଯେପରି ତାରି ବୁଦ୍ଧି ଉପରେ, ତାରି ବିବେକ ଉପରେ ଅନ୍ୟ 2 ଜଣ ବାଧ୍ୟ ହୋଇ ନିର୍ଭରଶୀଳ। ତା ନହେଲେ କେତେବେଳେ ବିପଦରେ ପଡ଼ିବେ ତା ଠିକ ନାହିଁ। ପଥିକଟି ଏ 3 ଜଣଙ୍କୁ ଦେଖି ଭୟରେ ତା ପାଖରେ ଯାହା ଥିଲା ସବୁ ଦେଇ ଦେଇ ଆତ୍ମସମର୍ପଣ କଲା। ସବୁ ଧନରତ୍ନ ତା ଠାରୁ ନେଇସାରି ପ୍ରଥମ ଡାକୁଟି କହିଲା, ପ୍ରଥମ ଡାକୁଟି ଯିଏ କଳା, କୁତ୍ସିତ, ବିଭତ୍ସ, ପୃଥୁଳକାୟ, ବଡ଼ ବଡ଼ ନିଶ, ଡିମା ଡିମା ଆଖି, ମାତାଲ ପରି ଟଳୁଛି। ପ୍ରଥମ ଡାକୁଟି କହିଲା ତାକୁ ମାରିଦେବା, ରହିଲେ କାଳେ ପୋଲିସରେ ଖବର ଦବ, ମାରି ଖତମ କରିଦେଲେ ସବୁ ଦକ ଯିବ। ଏହା କହି ସେ ତାକୁ ମାରିଦେବାକୁ ଉଦ୍ୟତ ହେବା ସମୟରେ ଦ୍ୱିତୀୟ ଡାକୁ କହିଲା, କାହିଁକି ତାକୁ ମାରିବା? ଧନରତ୍ନ ତ ସବୁ କାଢି ନେଇଛେ, ସେଇଟାକୁ ମାରିକିରି ଆଉ ଲାଭ କଣ? ଯଦି ପୋଲିସ କି ଡରୁଛ ତେବେ ତାକୁ ଗଛରେ ଭଲ କରି ବାନ୍ଧି ଦେଇ ଯିବା।
ସେ ଆଉ ସେଥିରୁ ମୁକୁଳି ପାରିବ ଯେ ପୁଲିସ ପାଖକୁ ଯିବ। ଏହା କହି ସେ ତାକୁ ଭଲ କରି ଗୋଟିଏ ଦଉଡ଼ରେ ଗଛରେ ବାନ୍ଧିଦେଲା। ତାପରେ 3 ଜଣ ଯାକ ଚାଲିଗଲେ। ଏ ଯେ ବାନ୍ଧିଦେଲା ସିଏ ହଉଛି ରଜ। ତାରି ବାହୁବଳ ଉପରେ ଅନ୍ୟ 2 ଜଣ ନିର୍ଭର କରୁଛନ୍ତି। ସେ ଖୁବ୍ ତେଜଦୀପ୍ତ, ଶକ୍ତିମନ୍ତ, ଚଞ୍ଚଳ କିନ୍ତୁ ଅସ୍ଥିର। ସେମାନେ ତାଙ୍କ ଆଡ଼ା ସ୍ଥାନରେ ଯାଇ ଧନରତ୍ନକୁ ଯଥାସ୍ଥାନରେ ରଖିବା ପରେ ତୃତୀୟ ଡାକୁ, ଯିଏ ସ୍ଥିର, ଅଚଞ୍ଚଳ, ବୁଦ୍ଧିମାନ, ଶୁଚିମନ୍ତ, ଉଦାର, ଦୟା ଓ କ୍ଷମାଯୁକ୍ତ, ସତ୍ୱ, ତାର ନାମ ସତ୍ୱ। ସିଏ ସେମାନଙ୍କୁ କହିଲା, ଯେତେବେଳେ ଧନରତ୍ନ ନିରାପଦରେ ସୁରକ୍ଷିତ ହେଇଗଲା, ସେ ଅନ୍ୟ 2 ଜଣଙ୍କୁ ଆଉ ତାର ପଥିକଟି ପ୍ରତି ଦୟା ହେଲା। ଭାବିଲା ବର୍ତ୍ତମାନ ତାକୁ ବନ୍ଧନରୁ ମୁକ୍ତ କରିଦେଲେ ସିଏ ଆଉ ଆମର ବିଶେଷ କିଛି କରିପାରିବନି। ତା ଛଡ଼ା ସେଠି ବନ୍ଧା ହେଇକରି ମଲେ ଲୋକମାନେ ଆମର ଉପସ୍ଥିତି ବିଷୟରେ ଜାଣିଯିବେ ଯେ ଏଠି ଗୋଟେ ଡକାୟତ ଦଳ ଅଛନ୍ତି। ସେ ବାଟେ ଆଉ କେହି ଯିବା ଆସିବା କରିବେନି। ପୋଲିସ ବି ଜାଣି ଆମକୁ ଠାବ କରିବାକୁ ଚେଷ୍ଟା କରିବ। ତେଣୁ ଲୋକଟାକୁ ଫିଟେଇ ଦେଲେ ତାର ଭଲ, ଆମର ବି ଭଲ ହବ। ବିଚରା ତା ଘରେ ହେଲେ ପହଞ୍ଚି ପାରିବ, ସେଠି ତାକୁ ତା ଛୁଆ ପିଲା ଅପେକ୍ଷା କରିଥିବେ। ଅନ୍ୟ 2 ଜଣଙ୍କୁ କଥାଟାକୁ ବୁଝେଇ ଦେଇକି ସେ କ'ଣ କଲା ନା ଜଙ୍ଗଲକୁ ଯାଇ ପଥିକଟିକୁ ଫିଟେଇ ଦେଲା। ଖାଲି ଫିଟେଇ ଦେଲାନି, ରାତି ତ ହେଇଗଲାଣି। କାରଣ ପଥିକଟି ଅନ୍ଧାରରେ ଜଙ୍ଗଲ ବାଟରେ ବାଟ ପାଇପାରିବନି ତା ଘରକୁ ଯିବା ପାଇଁ। ତେଣୁ ତାକୁ ସଙ୍ଗରେ ଧରି ଆଣି ଜଙ୍ଗଲ ପାର କରିଦେଲା। ଜଙ୍ଗଲ ପ୍ରାନ୍ତରେ ସହର ଆଲୁଅ ଦେଖାଗଲା। ଡାକୁଟି ଅଙ୍ଗୁଳି ନିର୍ଦ୍ଦେଶ କରି ପଥିକଟିର ଘର କେଉଁ ଦିଗରେ ତାହା ଦେଖେଇଦେଲା ଓ କହିଲା, ମୁଁ ଏଥର ଯାଉଛି, ତୁ ଯା। ତୋ ଘର ତ ଆଉ ଏଇ ଅଳ୍ପ ବାଟ ରହିଲା, ଆଉ ତୋର କିଛି ଭୟ କରିବାର କାରଣ ନାହିଁ। ପଥିକଟି କୃତଜ୍ଞତାବଶତଃ କହିଲା, ଭାଇ ତୁମେ ଡାକୁ ହେଲେ ବି ଏତେ ଦୟା ପରବଶ ହୋଇ ମୋ ଜୀବନ ଉଦ୍ଧାର କଲ, ମତେ ମୋ ଘରେ ପହଞ୍ଚିବା ଲାଗି ବାଟ ଦେଖେଇଦେଲ। ତେଣୁ ମୁଁ ତୁମ ପାଖରେ ସବୁଦିନ ପାଇଁ ଋଣୀ। ଏଇଠୁ ଫେରି ନ ଯାଇ ମୋ ସାଙ୍ଗରେ ଟିକେ ଆମ ଘରକୁ ଆସ। ଖାଲି ଟିକେ ପାଦ ପକେଇ ସାମାନ୍ୟ ଜଳ ଯୋଗ କରି ଫେରି ଆସିବ। ଡାକୁଟି କହିଲା, ନାଇଁ ନାଇଁ, ତତେ ବାଟ ଦେଖେଇଦେଲି, ତୁ ତ ଘରକୁ ଯା, ଆଉ ମୁଁ ତୋ ସହ ବେଶୀ ବାଟ ଯାଇପାରିବି ନାହିଁ। ଆମେ ସବୁ ମାର୍କା ମରା ଡାକୁ। ସହରର ପୋଲିସ ଆମକୁ ଭଲ କରି ଜାଣନ୍ତି। ଦେଖ ସହରଟା କିପରି ଆଲୁଅରେ ଝଲମଲ କରୁଛି, ଆଉ ପୋଲିସ ଗୁଡାକ କେମିତି ପଇଁତରା ମାରୁଛନ୍ତି, ଦେଖୁଛୁ ତ? ଧରା ପଡ଼ିଲେ ଆଉ ଆମ ଜୀବନ ରହିବ? ତୁ ଆଗକୁ ଯା, ମୁଁ ଏଇଠି ରହିଲି। ଏହା କହି ଡାକୁଟି ଫେରିଗଲା। ଇଏ ହଉଛି ସତ୍ୟ। ଏଇ ସବୁ ଜଙ୍ଗଲ, ପଥିକ, ଡାକୁ, ପୋଲିସ, ଘର ଇତ୍ୟାଦି କଥା ଆମେ କାହିଁକି ଏଠି କହୁଛୁ? ଏ ତ ଅତି ସାଧାରଣ କଥା, ସବୁବେଳେ ଘଟୁଛି। କିନ୍ତୁ ଆମର ଏଇ ସାଧାରଣ କଥାର ପଶ୍ଚାତରେ
ରହିଛି ଅସାଧାରଣ କଥା ଲୁଚି ରହିଛି। ଏହା ଏକ ପ୍ରତୀକାତ୍ମକ କଥା। ପ୍ରତୀକର ପଶ୍ଚାତରେ ରହିଛି ଏକ ମୂଲ୍ୟବାନ ଉପାଦେୟ ସତ୍ୟ। ଆମେ ଯୋଉ ଜଙ୍ଗଲ କଥା ଏଠି କହୁଛେ, ଏ ଜଙ୍ଗଲ ଯୋଉ ଜଙ୍ଗଲ ଦେଇ ପଥିକଟି ଯାତ୍ରା କରୁଛି, ସେ ଜଙ୍ଗଲ ହଉଛି ସଂସାରର ଜଙ୍ଗଲର ପ୍ରତୀକ। ସଂସାର ଜଙ୍ଗଲ, ସଂସାରକୁ ଯଦି ଆମେ ଗୋଟେ ଜଙ୍ଗଲ ବୋଲି ଧରିବା, ସଂସାର ଜୀବନକୁ, ଏଇ ସଂସାର ଜୀବନର ପ୍ରତୀକ। ଆମେ ଯୋଉ ଜୀବନ ଭିତରେ ଦେଇ ଯାତ୍ରା କରୁଛୁ, ଆମେ ହଉଛୁ ପଥିକ। ପଥିକ ହଉଛି ଆମରି ପ୍ରତୀକ। ଆମେ ସଂସାର ଜୀବନ ରୂପକ ଜଙ୍ଗଲ ଭିତରେ ଦେଇକରି ଯାତ୍ରା କରୁଛୁ। ଆମେ ସବୁ ଜଣେ ଜଣେ ପଥିକ ରୂପେ ସଂସାର ରୂପକ ଜଙ୍ଗଲରେ ଚାଲିଛେ, ଯେଉଁଥିରେ ମନୋହର କଥା ରହିଛି, ଭୟଙ୍କର କଥା ବି ପୁରି ରହିଛି। ଆଉ ଡାକୁ ତିନି ଜଣ ହଉଛନ୍ତି ଆମ ପ୍ରକୃତିର ତିନୋଟି ଗୁଣର ପ୍ରତୀକ। ସତ୍ୱ ଯଦିଓ ଭଲ, ବାହାରକୁ ଦେଖିଲା ବେଳକୁ ଭଲ କାମ କରୁଛି, ତଥାପି ଆମ ଆଧ୍ୟାତ୍ମିକ ସାଧନା ଯେତେବେଳେ କଥା ଉଠେ, ସତ୍ୱ ପ୍ରତିବନ୍ଧକ ହୁଏ। ସତ୍ୱ, ରଜ, ତମ, ଇଏ ତିନି ଜଣ ଡାକୁ ହଉଛନ୍ତି ଆମର ତିନୋଟି ଗୁଣ, ତ୍ରିଗୁଣ। ଆମେ ସବୁ ତ୍ରିଗୁଣ ରଜ୍ଜୁରେ ବନ୍ଧା। ପ୍ରଥମ ଡାକୁଟି ତମ, ଯିଏକି ଅନ୍ଧକାର, ଆଳସ୍ୟ, ନିଶ୍ଚେଷ୍ଟତା, ନିଷ୍କ୍ରିୟତା, ଉଦାସୀନତା, ଉତ୍ସାହହୀନତା, ଆଶାହୀନତା, ନିଦ୍ରାଳୁତା, ଧ୍ୱଂସମୁଖୀନତାରେ ପରିପୂର୍ଣ୍ଣ ନିଶ୍ଚେତନା ଆଉ ଜଡ଼ତାର ଶକ୍ତି। ଆମ ଭିତରେ ଅଳ୍ପ ବହୁତ ସମସ୍ତଙ୍କ ଭିତରେ ଏ ଗୁଣ ରହିଛି। ଏ ଆଳସ୍ୟ, ନିଶ୍ଚେଷ୍ଟତା, ନିଷ୍କ୍ରିୟତା, ଉଦାସୀନତା, ଉତ୍ସାହହୀନତା, ନିଦ୍ରାଳୁତା, ଏସବୁ ରହିଛି। କାଠେଇଁ କମ୍, କାଠେଇଁ ବେଶୀ। ଦ୍ୱିତୀୟ ଡାକୁଟି ହେଲା ରଜ, ଯିଏକି ପ୍ରଚଣ୍ଡ କର୍ମ ପ୍ରବଣତା ତା ଭିତରେ ରହିଛି, ପ୍ରଚଣ୍ଡ ଉଦ୍ୟମ, କୌଣସି କଥାକୁ ପ୍ରଚଣ୍ଡ ବାଧାଦାନ, ସଂଗ୍ରାମ, ଅଧିକାର ଲାଳସା, ଆବେଗ, ଆଶା, ସୁଖ, ଦୁଃଖ, ଗର୍ବ, ଦମ୍ଭ, ଉଚ୍ଚାଭିଳାଷ, ଛଳନା, ପ୍ରତାରଣା, ହିଂସା, ଦେଶ, ଈର୍ଷା, ଲୋଭ, ମୋହ, ସ୍ୱାର୍ଥପରତା, କାମନା, ବାସନା, ସଫଳତା, ବିଫଳତାରେ ପରିପୂର୍ଣ୍ଣ। ଇଏ ହଉଛି ରଜ, ହଉଛି ଗତିଶୀଳତାର ଏକ ଶକ୍ତି, ତମର ଠିକ୍ ବିପରୀତ। ତୃତୀୟ ଡାକୁଟି ହେଲା ସତ୍ୱ, ଯିଏକି ଯଥାର୍ଥ ବୁଝାମଣା, ସହାନୁଭୂତି, ସ୍ଥିରତା, ବୁଦ୍ଧିମତା, ଆଲୋକ, ଆନନ୍ଦ, ସୌନ୍ଦର୍ଯ୍ୟବୋଧ, ଶୃଙ୍ଖଳା, ନୀତିବୋଧ, ସଂଗତି, ଶୁଭେଚ୍ଛାରେ ପରିପୂର୍ଣ୍ଣ ସମତାର ଏକ ଶକ୍ତି। ପଥିକ ରୂପେ ଆମେ ସଂସାରର ଜଙ୍ଗଲରେ ଚାଲିଲା ବେଳେ ଆମକୁ ଆମ ନିମ୍ନ ପ୍ରକୃତିର ତିନି ଗୁଣ ସତ୍ୱ, ରଜ, ତମ, ତିନି ଡାକୁ ଭଳି କାବୁ କରି ଆମର ସମସ୍ତ ନିଜର ସ୍ୱାଧୀନତା, ଦିବ୍ୟ ସମ୍ପଦ ଅପହରଣ କରନ୍ତି।
ସବୁ ଅପହରଣ କରି ପ୍ରଥମ ଡାକୁ ଭଳି ତମ ଚାହେଁ ଆମକୁ ନିଷ୍କ୍ରିୟ ନିଶ୍ଚେଷ୍ଟ କରି ପୁରାପୁରି ଧ୍ୱଂସ କରିଦେବାକୁ, ବିଲୀନ କରିଦେବାକୁ। କିନ୍ତୁ ଦ୍ୱିତୀୟ ଡାକୁ ଭଳି ରଜ ଚାହେଁ ନାହିଁ ଆମକୁ ପୁରାପୁରି ବିନଷ୍ଟ କରିବା ପାଇଁ। ସେ ଚାହେଁ ଆମକୁ ସଂସାରର କାମନା ବାସନା, ଲୋଭ, ମୋହ, ଗର୍ବ, ଦମ୍ଭ, ଅଭିମାନ ଆଦିର ବନ୍ଧନରେ ଦୃଢ଼ କରି ବାନ୍ଧି ଦେବାକୁ, ଯେମିତି ସେ ଗଛରେ ତାକୁ ବାନ୍ଧି ଦେଇ ଆସିଲା। କିନ୍ତୁ ତୃତୀୟ ଡାକୁ ଭଳି ସତ୍ୟ ଚାହେଁ ଆମକୁ ସମତାଯୁକ୍ତ କରି ଉଚ୍ଚତର ସତ୍ୟ ଆଡ଼କୁ ପଥ ନିର୍ଦ୍ଦେଶ କରିବାକୁ। କିନ୍ତୁ ସତ୍ୟ ଏତେ ଭଲ ଗୁଣରେ ହେଲେ ବି, ପୁରାପୁରି ନୈତିକତାରେ ପୂର୍ଣ୍ଣ ହେଇଥିଲେ ବି, ସେଥିରେ ତମ ଓ ରଜ ଭଳି ମଧ୍ୟ ରହିଛି ଅହଙ୍କାର। ମୁଁ ଜଣେ ସାତ୍ତ୍ୱିକ ବ୍ୟକ୍ତି, ମୁଁ ଜଣେ ପରୋପକାରୀ ବ୍ୟକ୍ତି, ମୁଁ ସତ୍ୟ କହେ, ମୁଁ କେବେ ମିଥ୍ୟା କହେ ନାହିଁ, ମୁଁ ନୀତିପରାୟଣ, ଧର୍ମପରାୟଣ, ଦୟାପରାୟଣ। ତେଣୁ ଏ ଯୋଉ ଅହଙ୍କାର, ସତ୍ୟ, ତାର ନୈତିକତା, ବିଚାରଶୀଳତା, ଧର୍ମପରାୟଣତା, ନ୍ୟାୟପରାୟଣତା, ସତ୍ୟପରାୟଣତା ଆଦି ଦ୍ୱାରା ଆମକୁ ଭଗବାନଙ୍କ ଆଡ଼କୁ କିଛି ବାଟ ନେଇଯାଏ। ଯେମିତି ପଥିକକୁ ଜଙ୍ଗଲର ଶେଷ ପର୍ଯ୍ୟନ୍ତ ନେଇଗଲା, କିନ୍ତୁ ଯୋଉଠି ଆଲୁଅ, ଯୋଉଠି ପୋଲିସ, ତା ଭିତରକୁ ଗଲା ନାହିଁ। କାରଣ ତା ଭିତରକୁ ଗଲେ ତାର ନିଜତ୍ୱ ଲୋପ ପାଇବ। କିନ୍ତୁ ଏପରି ଏକ ସମୟ ଆସିବ, ସତ୍ୟ ଆମକୁ ସାହାଯ୍ୟ କରେ ଆଧ୍ୟାତ୍ମିକତା ଆଡ଼କୁ ଯିବାକୁ। କିନ୍ତୁ ଏପରି ଏକ ସମୟ ଆସିବ ଯେଉଁଠୁ ସତ୍ୟ ଆଉ ଆଗକୁ ଯିବାକୁ ଚାହିଁବ ନାହିଁ, କୁଣ୍ଠାବୋଧ କରିବ। କାରଣ ଆଉ ଆଗକୁ ଗଲେ ପୋଲିସ ସଦୃଶ ଭାଗବତ ଦିବ୍ୟ ଶକ୍ତି ଓ ଭାଗବତ ଆଲୋକ ଦ୍ୱାରା ସେ ବନ୍ଦୀ ହେଇଯିବ। ତାର ଅସ୍ତିତ୍ୱ, ତାର ଅହଙ୍କାର ଲୋପ ପାଇବ। କାହିଁକି ନା ଏଇ ସତ୍ୟ ପ୍ରଧାନ ବ୍ୟକ୍ତିମାନେ କହନ୍ତି, ଆମେ କାହିଁକି ଭଗବାନଙ୍କର ଉପାସନା କରିବୁ? ଆମେ କ'ଣ ପାପ କରୁଛୁ? ଆମେ କ'ଣ ମିଛ କହୁଛୁ? ଆମେ କ'ଣ କାହା ଉପରେ ଅତ୍ୟାଚାର କରୁଛୁ? ଆମେ କ'ଣ କାହାର ଧନ ଅପହରଣ କରୁଛୁ? ଆମେ ତ ସବୁବେଳେ ନ୍ୟାୟ ପଥରେ ନୀତିକୁ ଅନୁସରଣ କରି ଚାଲୁଛୁ। ଆମେ କାହିଁକି ଯିବୁ ଭଗବାନଙ୍କର ଶରଣାପନ୍ନ ହେବା ପାଇଁ? ଯେଉଁମାନେ ପାପୀ ସେଇମାନେ ଭଗବାନଙ୍କର ଶରଣାପନ୍ନ ହେବେ। ତେଣୁ ସତ୍ୱର ଏଇ ଯୋଉ ଗର୍ବ, ଏଇ ଯୋଉ ଦମ୍ଭ, ଏଇ ଯୋଉ ଅଭିମାନ ନିଜ ସମ୍ପର୍କରେ, ସିଏ ଭଲ ମଣିଷଟିଏ ତାକୁ କରିପାରେ, କିନ୍ତୁ ଭଗବାନଙ୍କ ଆଡ଼କୁ ଯିବାରେ ବାଧା ସୃଷ୍ଟି କରେ। ଏଇଠୁ ଆମର ପଥ ପ୍ରଦର୍ଶକ ପରିବର୍ତ୍ତେ ତାହା ଆମର ବାଧକ ହେଇ ଉଠେ ସତ୍ୟ। ତେଣୁ ଶ୍ରୀ ଅରବିନ୍ଦଙ୍କ ଭାଷାରେ ସତ୍ୟ ହେଉଛି ସୁନାର ଶୃଙ୍ଖଳ। ସାତ୍ତ୍ୱିକ ଗୁଣଟିକୁ ମଧ୍ୟ ସାଧନାର ଏହି ଅବସ୍ଥାରେ ତ୍ୟାଗ ରୂପାନ୍ତର କରିବାକୁ ହେବ ସମସ୍ତଙ୍କୁ। ମୁଁ ଜଣେ ନୈଷ୍ଠିକ, ଧର୍ମପରାୟଣ, ସତ୍ୟପରାୟଣ, ନ୍ୟାୟପରାୟଣ, ପରୋପକାରୀ, ଅହିଂସ ବ୍ୟକ୍ତି ବୋଲି ଯେଉଁ ପ୍ରଚ୍ଛନ୍ନ ଗର୍ବ ଭାବର ଶୃଙ୍ଖଳ, ତାକୁ ଛିନ୍ନ କରିବାକୁ ପଡ଼ିବ। ଆଉ ଏକ ଉଚ୍ଚତର ମୁକ୍ତିପ୍ରଦାୟକ ଶୃଙ୍ଖଳକୁ ପରିଧାନ କରିବା ଲାଗି ପୃଥିବୀର ଯାବତୀୟ ବସ୍ତୁ, ତାହା ଜୀବନ୍ତ ହେଉ ବା ଜଡ଼ ହେଉ,
ସବୁ କିଛି ଏଇ ସତ୍ୱ, ରଜ, ତମ ତିନି ଗୁଣର ସମାହାରରେ ଗଠିତ। ଖାଲି ମଣିଷ ନୁହଁ, ସବୁ ବସ୍ତୁରେ ରହିଛି। ରଜ ସୃଷ୍ଟିରେ ସହାୟକ ହୁଏ। ରଜ ହେଉଛି ସୃଷ୍ଟିରେ ସହାୟକ, ସତ୍ୱ ହେଉଛି ସ୍ଥିତିରେ ସହାୟକ। ଏ ସୃଷ୍ଟିଟା କେମିତି ରହିବ, ତିଷ୍ଠି ରହିବ, ସେଥିରେ ସତ୍ୱ ସାହାଯ୍ୟ କରେ। ତମ ହେଉଛି ଲୟର ସହାୟକ, ସେ ଧ୍ୱଂସ, ଏ ସୃଷ୍ଟି କେମିତି ଧ୍ୱଂସ ହବ। ତେଣୁ ସୃଷ୍ଟି, ସ୍ଥିତି, ଲୟ, ଏ ରଜର କାର୍ଯ୍ୟ ହେଉଛି ସୃଷ୍ଟି, ସତ୍ୱର କାର୍ଯ୍ୟ ହେଉଛି ସ୍ଥିତି, ତମର କାର୍ଯ୍ୟ ହେଉଛି ଲୟ। ସବୁ କେମିତି ବିଲୁପ୍ତ ହବ। ସାଧାରଣ ଅବସ୍ଥାରେ ଆମେ କିଭଳି ବ୍ୟକ୍ତି ତାହା ନିର୍ଭର କରେ ଏହି ତିନି ଗୁଣର କିଭଳି ଭାବରେ ଆମ ମଧ୍ୟରେ ସମାବେଶ ଘଟିଛି। ଆମ ଭିତରେ ସତ୍ୱ ଗୁଣ ବେଶୀ ଅଛି ନା ରଜଗୁଣ ବେଶୀ ଅଛି ନା ତମ ଗୁଣ ବେଶୀ ଅଛି, ସେଇ ଅନୁସାରେ ଆମର ପ୍ରକୃତି, ଆମର ଆଚରଣ ହେଇଥାଏ। ଯଦି ରଜଗୁଣ ଅଧିକ ଥାଏ ତେବେ ଆମକୁ ରଜପ୍ରଧାନ ବ୍ୟକ୍ତି ବୋଲି କୁହାଯାଏ, ରାଜସିକ ବ୍ୟକ୍ତି। ତମ ଗୁଣ ଯଦି ଅଧିକ ଥାଏ, ତମ ପ୍ରଧାନ ବ୍ୟକ୍ତି ବା ତାମସିକ ବ୍ୟକ୍ତି ବୋଲି କୁହାଯାଏ। ସତ୍ୱ ଗୁଣ ଯଦି ଆମ ଭିତରେ ଅଧିକ ଥାଏ ତାହେଲେ ସତ୍ୱ ପ୍ରଧାନ ବ୍ୟକ୍ତି ବା ସାତ୍ତ୍ୱିକ ବ୍ୟକ୍ତି ବୋଲିକରି କୁହାଯାଇଥାଏ। କିନ୍ତୁ ସବୁଦିନ ପାଇଁ ଜଣକୁ ସାତ୍ତ୍ୱିକ କି ରାଜସିକ କି ତାମସିକ ବ୍ୟକ୍ତି ବୋଲି କହିହେବ ନାହିଁ। ବେଳେ ବେଳେ ସାତ୍ତ୍ୱିକ ବ୍ୟକ୍ତି ଭୀଷଣ ରାଗିଯିବେ ରାଜସିକ ବ୍ୟକ୍ତି ଭଳି। ତେଣୁ ସେମାନେ ଗୋଟାଏ ଗୁଣର ପ୍ରଧାନତଃ ଅଧିକାରୀ, କିନ୍ତୁ ସବୁବେଳେ ଯେ ସେଇ ଗୁଣକୁ ସେମାନେ ବଞ୍ଚେଇ ରଖିପାରିବେ ତା କହିହେବନି। ବେଳେ ବେଳେ ରଜ ପ୍ରଧାନ ବ୍ୟକ୍ତି ବି ତାମସିକ ହେଇପାରେ। କାରଣ ଗୋଟିଏ ଗୋଟିଏ ସମୟରେ ସାତ୍ତ୍ୱିକ ବ୍ୟକ୍ତି ବି ରାଜସିକ ବ୍ୟକ୍ତି ଭଳି କିମ୍ବା ତାମସିକ ବ୍ୟକ୍ତି ଭଳି ବ୍ୟବହାର କରିଥାଏ। ସେଇଭଳି ରାଜସିକ ବ୍ୟକ୍ତି ବୋଲି ଯାହାକୁ ଆମେ କହୁ, ସେ ବେଳେ ବେଳେ ସାତ୍ତ୍ୱିକ କିମ୍ବା ତାମସିକ ବ୍ୟକ୍ତି ଭଳି ଆଚରଣ କରିଥାଏ ବେଳେ ବେଳେ। ତେଣୁ ପ୍ରତି ମୁହୂର୍ତ୍ତରେ ଆମେ କିପରି ଆଚରଣ କରୁଛୁ ତାହା ନିର୍ଭର କରୁଛି ଆମ ଭିତରେ ଏହି ତିନୋଟି ଗୁଣ କେଉଁ ଅନୁପାତରେ ଅଛି ଓ ବାହାର ପରିବେଶରୁ ଆସୁଥିବା ପ୍ରଭାବ ପ୍ରତି ଏହା କିପରି ପ୍ରତ୍ୟୁତ୍ତର ଦେଉଛି। ଉଦାହରଣ ସ୍ୱରୂପ, ଜଣେ ଦୁର୍ବଳ ଲୋକ ବୋଝଟିଏ ଏକା ମୁଣ୍ଡକୁ ଉଠେଇ ପାରୁନାହିଁ, ବାଟରେ ବସିଛି। ଆମେ ସେଇ ବାଟେ ଗଲାବେଳେ ଆମକୁ ଅନୁରୋଧ କଲା, ବୋଝଟିକୁ ଟିକେ ବାବୁ ମୋ ମୁଣ୍ଡକୁ ଟିକେ ଉଠେଇ ଦିଅନ୍ତେ ନାହିଁ। ଆମେ ଯଦି ପ୍ରତିକ୍ରିୟା ପ୍ରକାଶ ନ କରି କିଛି ନ ଶୁଣିଲା ପରି ଉଦାସୀନ ହୋଇ ତା କଥା ନ ଶୁଣିକିରି କିଏ ଯାଉଛି ତାର ଉଠିବା ପାଇଁ, ଉଦାସୀନ ହେଇକିରି ଚୁପଚାପ ଚାଲିଗଲୁ, ତେବେ ଜାଣିବାକୁ ହବ ସେଇ ସମୟରେ ଆମ ମଧ୍ୟରେ ତମ ଗୁଣର ଆଧିକ୍ୟ ରହିଛି। ଯଦି ଆମେ ଅନୁରୋଧ ଶୁଣି ରାଗି ଯାଇକିରି କହିବୁ, କଣ ମୁଁ ତୋ ଚାକର ନା କଣ, ତୋ ମୁଣ୍ଡକୁ ବୋଝ ଟେକିଦେବି କାହିଁକି, ଏହା କହି ଆମେ ଯଦି ଚାଲି ଯାଉ କିମ୍ବା ଟିକେ ଖପା ହେଇକିରି ବୋଝଟିକୁ ଉଠେଇକିରି ତା ମୁଣ୍ଡରେ କଚାଡ଼ି ଦଉ, କଚାଡ଼ି ଦେଇକିରି ଚାଲିଯାଉ, ଜାଣିବାକୁ ହବ ଆମ ମଧ୍ୟରେ ରଜଗୁଣର ଆଧିକ୍ୟ ଅଛି। ରଜ ତମ ଭଳି ନିଷ୍କ୍ରିୟ ଉଦାସୀନ ରହିପାରିବ ନାହିଁ, ସେ ନିଶ୍ଚୟ କିଛି କରିବ। ହୁଏତ ଉତ୍ତେଜିତ ହେଇକିରି ମନା କରିଦେବ,
କିମ୍ବା ଉତ୍ତେଜିତ ହେଇ କାମଟି କରିବ, ଶାନ୍ତ ଭାବରେ ନୁହେଁ। କିନ୍ତୁ ଏଇ କ୍ଷେତ୍ରରେ ଆମେ ଯଦି ଲୋକଟିର କଥାକୁ ସହାନୁଭୂତିର ସହ ବିଚାର କରି ତା ମୁଣ୍ଡ ଉପରକୁ ସନ୍ତର୍ପଣର ସହିତ ବୋଝଟିକୁ ଉଠେଇ ଦେଉ, ତେବେ ଜାଣିବାକୁ ହବ ସେଇ ମୁହୂର୍ତ୍ତରେ ଆମ ମଧ୍ୟରେ ସତ୍ୱଗୁଣର ଆଧିକ୍ୟ ରହିଛି। ତେଣୁ ସାଧାରଣ ଅବସ୍ଥାରେ ଶାନ୍ତି ଶୃଙ୍ଖଳାରେ ରହିବାକୁ ହେଲେ ରଜଗୁଣ ଓ ତମଗୁଣକୁ ସତ୍ୱର ଅଧୀନ ହେବାକୁ ପଡ଼ିବ। ତା ନହେଲେ ହୁଏତ ଆମେ କାମନା, ବାସନା, କ୍ରୋଧ, ଉତ୍ତେଜନା, ଉଦ୍ଦୀପନା, ଅସ୍ଥିରତା, ପ୍ରଚଣ୍ଡତା, ଗର୍ବ, ଦମ୍ଭ, ଲୋଭ, ମୋହର ଜାଲରେ ପଡ଼ିବୁ, ନଚେତ୍ ଆଳସ୍ୟ, ଅସମୟରେ ନିଦ୍ରା, ଜଡ଼ତା, ନିଷ୍କ୍ରିୟତା, ବୁଦ୍ଧିହୀନତା, ଅକ୍ଷମତା, ହତାଶା, ନୈରାଶ୍ୟ ମଧ୍ୟରେ ଡୁବିଯିବୁ। ତେଣୁ ଏ ଦୁଇଟି ପରସ୍ପର ବିରୋଧୀ ଶକ୍ତିଙ୍କ ଭିତରେ ସମତା ରକ୍ଷା କରିବାକୁ ହେଲେ ସତ୍ୱକୁ ଆମକୁ ପ୍ରାଧାନ୍ୟ ଦେବାକୁ ପଡ଼ିବ ସାଧାରଣ ଜୀବନରେ। କିନ୍ତୁ ଆମେ ଯଦି ସାଧନା ଜୀବନ ଯାପନ କରିବାକୁ ଚାହୁଁଥାଉ, ତେବେ ପ୍ରକୃତିର ନିମ୍ନ ସ୍ତରରେ ସତ୍ୱକୁ ପ୍ରାଧାନ୍ୟ ଦେଇ ଏଇ ଯେଉଁ ସାମଞ୍ଜସ୍ୟ, ସେତିକିରେ ଆମେ ଯଦି ଅଟକି ଯାଉ ତାହେଲେ ଚଳିବ ନାହିଁ। ସାଧନା ଜୀବନରେ ଆମକୁ ନିମ୍ନ ପ୍ରକୃତିର ଏ ତ୍ରିଗୁଣକୁ ଅତିକ୍ରମ କରି ଏକ ଉଚ୍ଚତର ଶକ୍ତି ଦ୍ୱାରା ପରିଚାଳିତ ହେବାକୁ ହେବ। ସତ୍ୱ, ରଜ, ତମକୁ ଛାଡ଼ି ତା ଊର୍ଦ୍ଧ୍ୱରେ ଯେଉଁ ଆଧ୍ୟାତ୍ମିକ ଶକ୍ତି ରହିଛି ତା ଦ୍ୱାରା ପରିଚାଳିତ ହେବାକୁ ହେବ। ପ୍ରକୃତିର ଏଇ ତିନି ଗୁଣକୁ ଅତିକ୍ରମ କରିବାକୁ ହେଲେ ଶ୍ରୀ ଅରବିନ୍ଦ କହିଛନ୍ତି, ପ୍ରଥମେ ଆମକୁ ଦ୍ରଷ୍ଟା ଭଳି, ସାକ୍ଷୀ ପୁରୁଷ ଭଳି ଆମ ଭିତରେ ଏଇ ତିନି ଗୁଣଙ୍କର କାରସାଦି ସବୁକୁ ପୃଥକ ରହି ଦେଖିବାକୁ ହେବ, ନିରୀକ୍ଷଣ କରିବାକୁ ହେବ ନିଜକୁ, କୋଉ ଶକ୍ତି କିପରି ଆମ ଭିତରେ କାର୍ଯ୍ୟ କରୁଛି। ନିଜ ଭିତରକୁ ସବୁବେଳେ ଏକ ସ୍ଥିର ଦୃଷ୍ଟି ନିବଦ୍ଧ କରିବାକୁ ହେବ। ତାହେଲେ ଆମେ ଦେଖିବୁ ପ୍ରକୃତରେ ଆମେ କିଛି ଭାବୁନୁ, ଆମେ କିଛି କରୁନୁ। ପ୍ରକୃତି ଆମ ଭିତରେ ଏଇ ତିନି ଗୁଣକୁ ଓ ଅହଙ୍କାରକୁ ନେଇ କାର୍ଯ୍ୟ କରିଯାଉଛି। ଆମେ ଅଜ୍ଞାନତାବଶତଃ ସବୁବେଳେ ଭାବୁଛୁ ଯେ ଆମେ ଚିନ୍ତା କରୁଛୁ, ଆମେ କର୍ମ କରୁଛୁ। ବାସ୍ତବରେ କିନ୍ତୁ ଆମ ଦ୍ୱାରା ପ୍ରକୃତି ସବୁ କରାଇ ନେଇଛି, ଅଥଚ ଆମର ତା ଉପରେ କର୍ତ୍ତୃତ୍ୱ ନାହିଁ। ଆମେ ନିଃସହାୟ ଭାବରେ ତା ଦ୍ୱାରା ପରିଚାଳିତ ହେଉଛୁ, କିଛି କରିପାରୁନୁ। କିନ୍ତୁ ଏହିପରି ଅଧିକରୁ ଅଧିକ ନିଜକୁ ଆମ ପ୍ରକୃତି ଠାରୁ ଯେତେବେଳେ ଆମେ ପୃଥକ କରି ରଖିବା, ଆମେ ଜାଣିପାରିବା ଯେ ଏଗୁଡ଼ିକ ପ୍ରକୃତିର କ୍ରିୟାକଳାପ। ଆମେ ଆମର ନିଜର ସଂକଳ୍ପ ବିବେକ ପ୍ରୟୋଗ କରି ଯଦି ଆମେ ନିଜକୁ ତାଠାରୁ ପୃଥକ ରଖିପାରିବା, ଫଳରେ ଆମର ଏଇ ଯେଉଁ ଅଚଳ ସାକ୍ଷୀ ପୁରୁଷ ଏକ ସଚଳ ସାକ୍ଷୀ ପୁରୁଷରେ ସେ ଆଉ ଅଚଳ ହେଇକରି ଖାଲି ଦେଖିବେ ନାହିଁ ନିରାଶ୍ରୟ ଭାବରେ, ସେ ସଚଳ ଭାବରେ ସକ୍ରିୟ ଭାବରେ କ୍ରିୟା କରିବେ ସେମାନଙ୍କ ଉପରେ। ଆମର ପ୍ରକୃତି ଧୀରେ ଧୀରେ ତା ଉପରେ ଊର୍ଦ୍ଧ୍ୱରୁ ଏକ ନିୟନ୍ତ୍ରଣ ଅନୁଭବ କରିବ। ପୂର୍ବେ ଯାହା ନିରଙ୍କୁଶ ଭାବରେ କରିଯାଉଥିଲା ଆମ ପ୍ରକୃତି, ଏବେ ସେ କଥା କଲା ବେଳକୁ
ଗୋଟେ କାହାର ହସ୍ତକ୍ଷେପ ଅନୁଭବ କରିବ। ଏପରି ସମୟ ଆସେ ଯେତେବେଳେ ପ୍ରକୃତିର ମନମୁଖୀ ଆଚରଣ ଆମେ ଭିତରର ଉଚ୍ଚତର ପୁରୁଷ ଚେତନା ଦ୍ୱାରା ସମ୍ପୂର୍ଣ୍ଣ ଆମର ପୁରୁଷ ଚେତନା ଦ୍ୱାରା ସମ୍ପୂର୍ଣ୍ଣ ପ୍ରକୃତି ନିୟନ୍ତ୍ରିତ ହୁଏ। ଶରୀର ଆଳସ୍ୟ ଜଡ଼ତା ତ୍ୟାଗ କରି ଉଚ୍ଚତର କଥା ପ୍ରତି ଗ୍ରହଣଶୀଳ ହୁଏ ଓ ତାର ପ୍ରତ୍ୟୁତ୍ତର ଦିଏ। ପ୍ରାଣର ଶକ୍ତି ବ୍ୟାପକ ହୁଏ। ତା ଭିତରେ ଅସ୍ଥିରତା, ପ୍ରଚଣ୍ଡତା, ଅସ୍ତବ୍ୟସ୍ତତା ପରିବର୍ତ୍ତେ ସ୍ଥିର କ୍ରିୟାଶୀଳତା ଦେଖାଯାଏ। ପୂର୍ବ ଅପେକ୍ଷା ଅଧିକ କର୍ମ ସେ କରିପାରେ, କିନ୍ତୁ ପ୍ରଶାନ୍ତ ଅବିକ୍ଷିପ୍ତ ଭାବରେ ମନ ଆଉ ତାର ଜ୍ଞାନ ଲାଗି ଇନ୍ଦ୍ରିୟ ମାନଙ୍କ ଉପରେ ଆମର ପ୍ରାଣ ସବୁ କାର୍ଯ୍ୟ କରେ, କିନ୍ତୁ ପ୍ରଚଣ୍ଡତା ଅସ୍ଥିରତା ରହେ ନାହିଁ, ଅସ୍ତବ୍ୟସ୍ତତା ରହେ ନାହିଁ। ସେ ଶାନ୍ତ ଧୀର ସ୍ଥିର ଭାବରେ ସବୁ କରେ। ପୂର୍ବ ଅପେକ୍ଷା ଅଧିକ କର୍ମ କରିପାରେ। ଆଉ ମନ ଆମର ମନର କଣ ହୁଏ ନା, ମନ ଆଉ ଜ୍ଞାନ ଲାଗି ଇନ୍ଦ୍ରିୟ ମାନଙ୍କ ଉପରେ ଅନୁମାନ କଳ୍ପନା ଜଳ୍ପନା ଉପରେ ନିର୍ଭର କରେ ନାହିଁ। ମନ ବର୍ତ୍ତମାନ କଣ କରୁଛି? ଆମର ଆଖି, କାନ, ନାକ, ଚର୍ମ, ଜିହ୍ବା ଆରି ଉପରେ ନିର୍ଭର କରୁଛି। ଏମାନେ ଯାହା ଦେଖୁଛନ୍ତି, ଯାହା ଶୁଣୁଛନ୍ତି, ଯାହା ଚାଖୁଛନ୍ତି, ଯାହା ସ୍ପର୍ଶ କରୁଛନ୍ତି, ସେଇ ଅନୁସାରେ ମନ ତାର ଜ୍ଞାନ ଆହରଣ କରୁଛି। କିନ୍ତୁ ଯେତେବେଳେ ଏସବୁକୁ ଅତିକ୍ରମ କରିବ ଆଧ୍ୟାତ୍ମିକ ସାଧନା ପଥରେ, ସେତେବେଳେ ମନ ଆଉ ଇନ୍ଦ୍ରିୟ ମାନଙ୍କ ଉପରେ ନିର୍ଭର କରି ଜ୍ଞାନ ଲାଭ ଲାଗି ଇନ୍ଦ୍ରିୟ ମାନଙ୍କ ଉପରେ ନିର୍ଭର କରିବନି। ମନ ନୀରବ, ଶାନ୍ତ, ଗ୍ରହଣଶୀଳ ହେଇ ସମ୍ବୋଧିର ସ୍ତରରୁ ଅଭ୍ରାନ୍ତ ଜ୍ଞାନ ଲାଭ କରିବ। ସେଇ ଅନୁସାରେ ସେ ପରିଚାଳିତ ହେବ। କିନ୍ତୁ ଏସବୁ ଆଧ୍ୟାତ୍ମିକ ସାଧନାର କଥା। କିନ୍ତୁ ଆମ ପୂର୍ଣ୍ଣ ଯୋଗର ଅତିମାନସ ସାଧନା କ୍ଷେତ୍ରରେ ଏତିକିରେ ଚଳିବନି। ଖାଲି ସତ୍ୱ, ରଜ, ତମ ଗୁଣ ଉପରେ କର୍ତ୍ତୃତ୍ୱ କିମ୍ବା ସେ ସବୁକୁ ଅତିକ୍ରମ କରି ତା ଊର୍ଦ୍ଧ୍ୱର ଶକ୍ତି ଦ୍ୱାରା ପରିଚାଳିତ ହବା, ଏତିକିରେ ଆମର ଯୋଗ ସମାପ୍ତ ନୁହଁ। ଆମକୁ ଆଉ ଗୋଟେ କଥା କରିବାକୁ ପଡ଼ିବ। ପୂର୍ଣ୍ଣ ଯୋଗର ସାଧକ ପକ୍ଷରେ ଖାଲି ତ୍ରିଗୁଣକୁ ଅତିକ୍ରମ କରିଗଲେ ବା ତ୍ରିଗୁଣାତୀତ ହେଇଗଲେ ଯଥେଷ୍ଟ ନୁହେଁ। ଏହି ତ୍ରିଗୁଣାତୀତ ହେବା ଲାଗି ମନ, ପ୍ରାଣ, ଶରୀର ସେମାନଙ୍କର ସାଧାରଣ ପ୍ରକୃତି ସେମାନଙ୍କର ସାଧାରଣ ପ୍ରକୃତି ନିର୍ଭରଶୀଳତା ପ୍ରତି ନିର୍ଭରଶୀଳତାକୁ ଛାଡ଼ିକିରି ଗୋଟେ ବିଶ୍ୱମୟ ଶକ୍ତି ନିକଟରେ ଉନ୍ମିଳିତ ସମର୍ପିତ ହେବାକୁ ହେବ। ଏଇ ଯୋଉ ବିଶ୍ୱମୟ ଶକ୍ତି, ଏଇଟା ଏଇ ଆଧ୍ୟାତ୍ମିକତା ଭିତରେ ଘଟିବ। ଆଧ୍ୟାତ୍ମିକ ସାଧନା ଭିତରେ ବିଶ୍ୱମୟ ଶକ୍ତି ସହିତ ନିଜର ଚେତନାକୁ ଯଦି ବ୍ୟକ୍ତି ଯୁକ୍ତ କରେ, ବ୍ୟକ୍ତି ଯଦି ନିଜେ ବିଶ୍ୱମୟ ହେଇ ଉଠେ, ବ୍ୟକ୍ତି ଚେତନା ଭିତରେ ଆବଦ୍ଧ ନ ରହେ, ତାହେଲେ ଏଇ ବିଶ୍ୱମୟ ଶକ୍ତି ଆମକୁ ତ୍ରିଗୁଣର ଊର୍ଦ୍ଧ୍ୱକୁ ନେଇଯାଇପାରେ। ଆମକୁ ଅହଙ୍କାରରୁ, କାମନା ବାସନାରୁ, ଅସଙ୍ଗତିରୁ, ଅଜ୍ଞାନତାରୁ, ମିଥ୍ୟାରୁ ମୁକ୍ତି ଦେଇପାରେ। କିନ୍ତୁ ଏଇ ତିନି ଗୁଣର ରୂପାନ୍ତର ଆଣି ଦେଇପାରେ ନାହିଁ। ବିଶ୍ୱମୟ ଶକ୍ତି ଦେଇପାରେ ନାହିଁ ଆମକୁ ପୂର୍ଣ୍ଣତା। କାରଣ ଆମେ ଏଇ ଯୋଉ ବିଜୟ ଲାଭ କରୁ, ଯେତେବେଳେ ପୁଣି ସାଧାରଣ ଚେତନାକୁ ଫେରି ଆସୁ, ପୁଣି ଆମର କ୍ରୋଧ, ଲୋଭ, ମୋହ, ଆସକ୍ତି, କାମ ଏସବୁ ପ୍ରକାଶ ପାଇବ। ଋଷିମାନଙ୍କ ଭିତରେ ଆମେ ଦେଖିଛୁ ଯେ ସେମାନେ ଖୁବ୍
ଉଚ୍ଚତର କଥାକୁ ଉପଲବ୍ଧି କରିଛନ୍ତି, କିନ୍ତୁ ଯେତେବେଳେ ସାଧାରଣ ଚେତନାକୁ ଆସିବେ ରାଗିବେ ଯଦି ସାଧାରଣ ଲୋକଠାରୁ ଆଉ ଅତି ଭୟଙ୍କର ଭାବରେ ରାଗିବେ। ସେମାନଙ୍କ ଭିତରେ କାମ କ୍ରୋଧ ଯଦି ଦେଖାଦେବ ଆଉ ସାଧାରଣ ଲୋକଠାରୁ ଭୟଙ୍କର ଭାବରେ ଦେଖାଦେବ, କାରଣ ତାଙ୍କର ପଶ୍ଚାତରେ ରହିଥାଏ ତପଶକ୍ତି, କିନ୍ତୁ ତାଙ୍କ ପ୍ରକୃତି ରୂପାନ୍ତରିତ ହେଇନଥାଏ। ଆମେ ଯେତେବେଳେ ଉଚ୍ଚତର ଅବସ୍ଥାରୁ ନିମ୍ନତର ଅବସ୍ଥାକୁ ଖସି ପଡ଼ୁ ସେତେବେଳେ ଆମର ନିମ୍ନତର ତ୍ରିଗୁଣ ଆମକୁ ପୁରାପୁରି ଅଧିକାର କରନ୍ତି, ଆମର ଯେତେ ଆଧ୍ୟାତ୍ମିକ ଅନୁଭୂତି ଥାଏ। ତେଣୁ ପୂର୍ଣ୍ଣ ଯୁଗରେ ଆମର ଲକ୍ଷ୍ୟ ଏଇ ତ୍ରିଗୁଣାତୀତ ଖାଲି ହବା ନୁହଁ, ତ୍ରିଗୁଣର ରୂପାନ୍ତର ଓ ତା ସ୍ଥାନରେ ଉଚ୍ଚତର ଦିବ୍ୟ ଗୁଣରାଜିର କ୍ରିୟାଶୀଳତା। ଏହି ରୂପାନ୍ତର କାର୍ଯ୍ୟ ବିଶ୍ୱଶକ୍ତି ଦ୍ୱାରା ହେଇପାରିବ ନାହିଁ। ସେଥିଲାଗି ଆବଶ୍ୟକ ବିଶ୍ୱର ଊର୍ଦ୍ଧ୍ୱସ୍ଥ ବିଶ୍ୱାତୀତ ଏକ ଶକ୍ତିର ଅବତରଣ। ସେ ଶକ୍ତି ହେଉଛି ଅତିମାନସ ଶକ୍ତି। ଯେତେବେଳେ ଆମ ପ୍ରକୃତି ମଧ୍ୟରେ ଅନ୍ତର୍ନିହିତ ହେଇଥିବା ସେଇ ଶକ୍ତି, ଆମ ପ୍ରକୃତି ଭିତରେ ବି ସେଇ ଅତିମାନସ ଶକ୍ତି ଆମର ଶରୀରର କୋଷ ଭିତରେ ବି ରହିଛି, ଅନ୍ତର୍ନିହିତ ହେଇଥିବା ସେଇ ଶକ୍ତି ବିକଶି ଉଠିବ ଓ ଊର୍ଦ୍ଧ୍ୱରୁ ତାର ଅବତରଣ ଘଟିବ। ସେତେବେଳେ ଆମର ତମ ପରିଣତ ହବ ତା ମୂଳ ସ୍ୱରୂପରେ ଏକ ଦିବ୍ୟ ପ୍ରଶାନ୍ତି ରୂପେ। ତମ ପ୍ରକୃତରେ ଉଚ୍ଚତର ସ୍ତରରେ ହେଉଛି ଦିବ୍ୟ ଶାନ୍ତି। ଦିବ୍ୟ ଶାନ୍ତି ନିମ୍ନକୁ ଅବତରଣ କରି ବିକୃତ ହେଇ ତମରେ ପରିଣତ ହେଇଛି। ରୂପାନ୍ତର ଫଳରେ ସେ ତାର ଦିବ୍ୟ ପ୍ରଶାନ୍ତି ସେଇ ଗୁଣକୁ ଲାଭ କରିବ, ତମ ଆଉ ରହିବନି। ରଜ ପରିଣତ ହେବ ଏକ ଦିବ୍ୟ ଶକ୍ତିରେ। ରଜ ତାର ମୂଳରେ ଦିବ୍ୟ ଶକ୍ତି, ଦିବ୍ୟ ଶକ୍ତି ନିମ୍ନକୁ ଅବତରଣ କରି ବିକୃତ ହେଇକରି ରଜରେ ପରିଣତ ହେଇଛି। ସତ୍ୟ ପରିଣତ ହେବ ଏକ ଦିବ୍ୟ ଜ୍ଞାନରେ। ଆମେ ଆମ କର୍ମର ଯିଏ ପରମ ଅଧୀଶ୍ୱର ତାଙ୍କ ସହ ପ୍ରତ୍ୟକ୍ଷ ସମ୍ପର୍କ ରଖିପାରିବୁ ଓ ତାଙ୍କ ସାନ୍ନିଧ୍ୟରେ ନିତ୍ୟ ବାସ କରିପାରିବୁ। ତାଙ୍କ ନିର୍ଦ୍ଦେଶରେ ତାଙ୍କ ଶକ୍ତି ଆମର ରୂପାନ୍ତରିତ ଶୁଦ୍ଧ ଆଧାରରେ ଅବାଧରେ କ୍ରିୟା କରିବ। ତେଣୁ ଶରୀରରେ ପ୍ରକାଶ ପାଇବ ଦିବ୍ୟ ଶାନ୍ତି, ପ୍ରାଣରେ ପ୍ରକାଶ ପାଇବ ଦିବ୍ୟ ଶକ୍ତି, ଆଉ ମନରେ ପ୍ରକାଶ ପାଇବ ଦିବ୍ୟ ଜ୍ଞାନ। ଯେତେବେଳେ ଭଗବାନଙ୍କର ଶକ୍ତି ଆମମାନଙ୍କ ଭିତରେ ଅବାଧରେ ମୁକ୍ତ ଭାବରେ କ୍ରିୟା କରିବ ସେତେବେଳେ ସବୁ କାମ ଅବିରାମ ଗତିରେ ଆମ ଭିତରେ ଦେଇ ହେଇଯାଉଥିବ, କିନ୍ତୁ ଆମେ କିଛି ନ କଲା ପରି ବୋଧ କରୁଥିବୁ, ଆମେ କିଛି କରୁନୁ। ଶ୍ରୀ ଅରବିନ୍ଦଙ୍କ ଅନୁପମ ଭାଷାରେ ଆକ୍ଟିଂ ଇଟ୍ ୱିଲ୍ ନଟ୍ ଆକ୍ଟ, କ୍ରିୟାଶୀଳ ହେଇ ବି ବ୍ୟକ୍ତି ଭାବିବ ନାହିଁ ସେ କର୍ମ କରୁଛି। and no reaction of the lower prakriti will touch it। ଆଉ ନିମ୍ନ ପ୍ରକୃତିର କୌଣସି ପ୍ରତିକ୍ରିୟା ଏହାକୁ ଆଉ ସ୍ପର୍ଶ କରିପାରିବ ନାହିଁ। The transcendence of the three modes of nature is the first condition। ପ୍ରଥମ ଅବସ୍ଥା ହେଉଛି ପ୍ରକୃତିର ତିନି ଗୁଣର, ଏଇ ଯୋଉ ସତ୍ୟ ରଜ ତମ ତିନି ଗୁଣର ଅତୀତ ହେବା। Their transformation, the decisive step of this change by which the way of works climbs out of the pit of narrowness of our darkened human nature
into the unworld wideness of the truth and light above us. प्रथम अवस्था होची तिनि प्रकृतिर तिनि गुणर अतीत हेबा तापरे एही परिवर्तनर चूड़ांत पदक्षेप होची सेमानकर रूपांतर करिवा जहा फलरे कर्मर धारा आमर अंधकारमय मानविक प्रकृतिर संकीर्णतार गर्त मध्यरु बाहरी आसी आम ऊर्ध्वस्थ सत्य और आलोकर एक सीमाहीन व्याप्ति मध्य को उन्नीत हब तेणु आमे संक्षेप जो आम भीतर त्रिगुण संपर्क एतिकी आलोचना कले आमे देखिले साधारण अवस्था सत्य द्वारा रज आमको परिचालित करिवो द्वितीय आध्यात्मिक साधना क्षेत्र में सत्व रज तमर ऊर्ध्व को जीव सेमानकर साहाय्य आउ नब नहीं सेमानकर कार्यादि किछि रहिबो नहीं चतुर्थ रे पूरा रूपांतरित हो जुए सेमानकर दिव्यता सेमाने प्राप्त हेबे हाँ तम परिणत हब दिव्य शांति रे रज परिणत हब दिव्य शक्ति रे सत्य परिणत हब दिव्य ज्ञान रे आमर शरीर प्राण मन क्षेत्र रे प्रकाश पाए तेणु आज एतिकी आलोचना करी आमे बंद करिवा।